ଆଜି ଆମେ ଜାଣିବା ଓଡ଼ିଆ ଲେଖକ ଏବଂ ସେମାନଙ୍କ ପୁସ୍ତକ। ଫକୀରମୋହନ ସେନାପତି ସେ 13 ଜାନୁଆରୀ 1843 ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଉତ୍କଳ ବ୍ୟାସକବି ବୋଲି କୁହାଯାଏ ଏବଂ ତାଙ୍କୁ ଓଡ଼ିଆର ଗଦ୍ୟର ଜନକ ମଧ୍ୟ କୁହାଯାଏ। ସେ ଲେଖିଥିବା ବହିଗୁଡ଼ିକ ହେଲା ଛଅମାଣ ଆଠଗୁଣ୍ଠ, ମାମୁଁ, ପ୍ରାୟଶ୍ଚିତ୍ତ, ରେବତୀ, ଆତ୍ମଚରିତ। ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ରଭଞ୍ଜକୁ କବି ସମ୍ରାଟ କୁହାଯାଏ। ସେ ଲେଖିଥିଲେ ପୈତୃକ ବିଳାସ, ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। ଏମିତି ସେ ବହୁତ ଗୁଡ଼ାଏ ବହି ମଧ୍ୟ ଲେଖିଥିଲେ। ରହେ ତାଙ୍କ ଲେଖା ୟାଜ୍ଞସେନୀ ପାଇଁ 1951 ମସିହାରେ ମୃତ୍ୟୁଦେବୀ ଆୱାର୍ଡ ପାଇଥିଲେ ଏବଂ ସେ ଜ୍ଞାନପୀଠ ଆୱାର୍ଡ ମଧ୍ୟ 2011ରେ ପାଇଥିଲେ। 2022ରେ ଲିଟରେଚର ପାଇଁ ପଦ୍ମଭୂଷଣ ଆୱାର୍ଡ ପାଇଥିଲେ। ସେ ଲେଖିଥିବା ବହିଗୁଡ଼ିକ ହେଲା ପରିଚୟ, ଶିଳ୍ପବତୀ, ଉଲ୍ଲଗ୍ନ, ୟାଜ୍ଞସେନୀ। ଏମିତିକି ସେ ବହୁତ ଗୁଡ଼ାଏ ବହି ଲେଖିଥିଲେ। ତାଙ୍କର ଅଧିକ ବିକା ଯାଇଥିବା ବହି ଗୋଟିଏ ହେଲା ବର୍ଷା ବସନ୍ତ ବୈଶାଖ। ହରପ୍ରସାଦ ଦାସ ସେ ଜନ୍ମଗ୍ରହଣ କରିଥିଲେ 15 ଜାନୁଆରୀ 1946ରେ। ସେ ମୃତ୍ୟୁଦେବୀ ଆୱାର୍ଡ ପାଇଥିଲେ ବଂଶ ଲେଖା ପାଇଁ 2013 ମସିହାରେ ଏବଂ ଗର୍ଭାଗୀୟ ଲେଖା ପାଇଁ ସାହିତ୍ୟ ଏକାଡେମୀ ଆୱାର୍ଡ ମଧ୍ୟ ପାଇଥିଲେ। ମଧୁସୂଦନ ରାଓ ସେ 19 ଜାନୁଆରୀ 1853ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଭକ୍ତ କବି ବୋଲି କୁହାଯାଏ। ସେ ଲେଖିଥିବା ବହିଗୁଡ଼ିକ ହେଲା ଛବିଳ, ମଧୁବର୍ଣ୍ଣବୋଧ, ସାହିତ୍ୟ କୁସୁମ, ବାଳପଦ୍ମ, ପ୍ରବନ୍ଧମାଳା। ଗୋପୀନାଥ ମହାନ୍ତି 1914 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଅମୃତର ସନ୍ତାନ ଲେଖା ପାଇଁ ପ୍ରଥମେ 1955 ମସିହାରେ ସାହିତ୍ୟ ଏକାଡେମୀ ଆୱାର୍ଡ ପାଇଥିଲେ ଏବଂ ମାଟିର ମଟାଳ ଲେଖା ପାଇଁ ଜ୍ଞାନପୀଠ ଆୱାର୍ଡ ମଧ୍ୟ 1973 ମସିହାରେ ପାଇଥିଲେ। ସେ ଲେଖିଥିବା ବହିଗୁଡ଼ିକ ହେଲା ଅମୃତର ସନ୍ତାନ, ମାଟିର ମଟାଳ, ଦାଢ଼ି ବୁଢ଼ା, ପରଜା, ଦାନପାଣି।